ଚାକିରିଟିଏ ମିଳିବ କି ନାହିଁ, ପୁଅର ଭବିଷ୍ୟତ କ'ଣ ହେବ, ଏହି ଚିନ୍ତାରେ କିଛି ଦିନ ଚାଲିଗଲା। ହଠାତ୍ ଦିନେ ସକାଳୁ ଖବରକାଗଜ ଦେଖୁ ଦେଖୁ ଚିହିଁକି ଉଠିଲା ଅଭିଳାଷ। ଅପରାଜିତାର ନାଁ ଖବରକାଗଜରେ ବାହାରିଛି। ତାହାର ଜଳସେଚନ ବିଭାଗରେ ଚାକିରି ହେବା ପାଇଁ ସିଲେକ୍ସନ୍ ହୋଇଛି ଏବଂ 8ଟା ଦିନ ପରେ ସାର୍ଟିଫିକେଟ୍ର ଭେରିଫିକେସନ୍ ହେବ। ଗୋଡ଼ ମାଟିରେ ଲାଗେନି ଅଭିଳାଷ ଓ ଅପରାଜିତାର। ବୋଉକୁ ଯାଇ କୁଣ୍ଢେଇ ପକେଇଛି ଅଭିଳାଷ। ଜାଣିଛୁ ନା ବୋଉ, ଅପରାଜିତା ଗୋଟେ ଇଞ୍ଜିନିୟର ହୋଇଗଲା। ଏ ଦେଖ, ତା ନାଁ ଖବରକାଗଜରେ ବାହାରିଛି। ଖବରଟା ଶୁଣୁ ଶୁଣୁ ଅଭିଳାଷର ବୋଉ ଆଖିରୁ ଲୁହ ଝରେଇ ଦେଇଛନ୍ତି। ଯାହା ହେଉ, ପ୍ରଭୁ ଜଗନ୍ନାଥ ତୁମମାନଙ୍କ ଦୁଃଖ ଶୁଣିଲେ। କେତେ କଷ୍ଟ ସହିଲଣି। ଜଣକର ଚାକିରି ହୋଇଗଲେ ତୁମେ ଶାନ୍ତିରେ ଚଳିବ। ଆଉ ମୋ ମନ ଭିତରେ ତୋ ଭବିଷ୍ୟତକୁ ନେଇ ଯେଉଁ ଚିନ୍ତା ଥିଲା, ସେ ଚିନ୍ତା ଆଉ ରହିବନି। କୁହାଯାଏ, ଦୁଃଖ ଯେତେବେଳେ ଆସେ ବୋଝ ହୋଇ ଆସେ, ଆଉ ଖୁସି ଯେତେବେଳେ ଆସେ ଦୁନିଆ ସାରାର ଖୁସି ଅଜାଡ଼ି ଦିଏ। ପୁଅଟିଏ ଆସିବା ପର୍ଯ୍ୟନ୍ତ ଟ୍ୟୁସନରୁ ମିଳୁଥିବା ସାମାନ୍ୟ କିଛି ଅର୍ଥ ଥିଲା ସେମାନଙ୍କର ସମ୍ବଳ। ଆଉ ପୁଅ ଜନ୍ମ ହେବାର କିଛି ଦିନ ଭିତରେ ସବୁକିଛି ବଦଳି ଯାଇଛି। ଅପରାଜିତା ଆଜି ଜଣେ ଇଞ୍ଜିନିୟର। ଅଭିଳାଷ ଚାକିରି କରିଥିବା କଲେଜ ଅନୁଦାନ ପରିସରଭୁକ୍ତ ହୋଇଯାଇଛି। ଦୁଇଟା ସରକାରୀ ଦରମା। ଅଭିଳାଷ ଆଜି ଆଉ ଟ୍ୟୁସନ୍ କରିବାକୁ ଯାଉନି। ଉଭୟ ଏବେ ନିଜ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ହୋଇପଡ଼ିଛନ୍ତି। ନିଜର ଉତ୍ସର୍ଗୀକୃତ କର୍ମ, ଚାକିରି ପ୍ରତି ସମର୍ପଣର ଭାବନା ଏବଂ ନିଜର କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ କାର୍ଯ୍ୟ କରିବାର ଦକ୍ଷତା ଅପରାଜିତାକୁ ଗୋଟିଏ ଭଲ ଇଞ୍ଜିନିୟର ପରିଚୟ ଦେଇଛି। ଉଭୟଙ୍କ ଚାକିରିକୁ ସମ୍ମାନ ଦିଅନ୍ତି। ଅପରାଜିତା ଏବଂ ଅଭିଳାଷ ଦୁଇଜଣ ଯାକ ଗୋଟିଏ ଗୁଣର ଅଧିକାରୀ। ଅପରାଜିତା କେବେ ବି ନିଜ ଚାକିରିକୁ ନେଇ ଗର୍ବ ଅନୁଭବ କରିନି କି ଅଭିଳାଷ ବି କେବେ ଚାକିରିର ଦହି ଦେଇ ପରିବାରକୁ ଅଣଦେଖା କରିନି। ଦୁହିଁଙ୍କର ଚାକିରି ଜୀବନ ଥିଲା ବେଶ ବ୍ୟସ୍ତବହୁଳ। କେଇଦିନର ଚାକିରି ଭିତରେ ଅପରାଜିତାର କ୍ଷମତାକୁ ପରଖି ନେଇଛନ୍ତି ତାର ଉଚ୍ଚପଦସ୍ଥ ଅଫିସରମାନେ। କେତେକଙ୍କର ସହଯୋଗ ପାଇଛି, ଆଉ କେତେଜଣଙ୍କର ସମାଲୋଚନା ବି ପାଇଛି। ହେଲେ ସେ ତା ନିଜ କର୍ତ୍ତବ୍ୟରେ କେବେ ବି ଅବହେଳା କରିନି।